ଶୁଣ 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 ଏତଦ୍ୱାରା ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଗତ 2021 ମସିହାରେ ସୁଗ୍ରୀବ ସୁନା ପିତା ବରଜ ସୁନା ଗ୍ରାମ ବାହାଲପଡ଼ାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ଧାରା 376 ଓ ପୋକ୍ସୋ ଧାରା 6 ଅନୁଯାୟୀ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନାରେ ଏକ କେସ୍ ନମ୍ବର 370 ତାରିଖ 28/7/2021 ଦିନ ପଞ୍ଜୀକୃତ ହୋଇଥିଲା। ମୁଦାଲା ସୁଗ୍ରୀବ ସୁନା ପିତା ବରଜେ ସୁନା ଗ୍ରାମ ବାହାଲପଡ଼ା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଉକ୍ତ ମକଦ୍ଦମାରେ ତାଙ୍କର ସମ୍ପୃକ୍ତି ଥିବା ହେତୁ ସେ ଘଟଣା ପରଠାରୁ ଅଞ୍ଚଳ ଛାଡ଼ି ପଳାୟନ କରିଥିଲେ। ତେଣୁ ମାନ୍ୟବର ଅଦାଲତ ଏଡିଜେ କୋର୍ଟ ସମ୍ବଲପୁର ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ତାଙ୍କୁ ପଳାତକ ଘୋଷଣା କରିଥିଲେ। ତେଣୁ ଆଜି ତା 5/3/2024 ମଙ୍ଗଳବାର ଦିନ ସର୍ବସମ୍ମୁଖରେ ଏହି ଘୋଷଣା କରୁଅଛୁ କି ମାନ୍ୟବର ନ୍ୟାୟାଳୟ ଏଡିଜେ ସମ୍ବଲପୁରଙ୍କ ଆଦେଶ ପ୍ରକାରେ ଆସାମୀ ସୁଗ୍ରୀବ ସୁନା ପିତା ବରଜେ ସୁନା ଗ୍ରାମ ବାହାଲପଡ଼ାଙ୍କ ଭାରତୀୟ କାର୍ଯ୍ୟବିଧି ଆଇନର ଧାରା 82 ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଉଅଛି କି ସେ ଆସନ୍ତା 1 ମାସ ଅର୍ଥାତ୍ 30 ଦିନ ମଧ୍ୟରେ ମାନ୍ୟବର ଏଡିଜେ ସମ୍ବଲପୁରଙ୍କ ଅଦାଲତରେ ହାଜର ହେବେ। ନଚେତ୍ ମାନ୍ୟବର ଅଦାଲତଙ୍କ ଆଦେଶ ପ୍ରକାରେ ଭାରତୀୟ କାର୍ଯ୍ୟବିଧି ଆଇନର ଧାରା 83 ଅନୁଯାୟୀ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ।